ଗତ 27 ତାରିଖ ସନ୍ଧ୍ୟାରେ ଆମ ନବରଙ୍ଗପୁର ଜିଲ୍ଲା ମଦଲପୁର ପୁଲିସ ଦ୍ୱାରା ଇଭିନିଂ ପେଟ୍ରୋଲିଂ କରିବା ସମୟରେ ଖବର ମିଳିଥିଲା କି କିଛି ଦୁର୍ବୃତ୍ତ ସେମଲା ଜଙ୍ଗଲରେ ଲୁଚିଛନ୍ତି। ଖବର ପାଇ ପୁଲିସ ସେଠି ପହଞ୍ଚିବା ସମୟରେ ସେମାନେ ଦୌଡ଼ି ପଳେଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ 5 ଜଣଙ୍କୁ ଆମେ ଅଟକ ରଖିଥିଲୁ। ବାକି ସବୁ ଦୌଡ଼ି ପଳେଇଲେ। ଆଉ 5 ଜଣଙ୍କୁ ଆଣିକି ଥାନାରେ ପଚରାଉଚରା କରିବା ଆମେ ଜାଣିବାକୁ ପାଇଲୁ ସେମାନେ ଏଠି ଜଣେ ବିଜନେସମ୍ୟାନଙ୍କ ଘରେ ଡକାୟତି କରିବା ପାଇଁ ଆସିଛନ୍ତି। ଆଉ ତାଙ୍କଠୁ ଆମେ ବିଭିନ୍ନ ପ୍ରକାର ଡକାୟତିରେ ବ୍ୟବହାର ହେଉଥିବା ଆଇଟମ୍ ସବୁ ସିଜର କରିଛୁ। ଗୋଟେ କାର ଆଉ ଗୋଟେ ବାଇକ୍ ସିଜର କରିଛୁ। ଆଉ ଏଇ ରିଲେଟେଡରେ ମଦଲପୁର ଥାନାରେ ବିଏନଏସ ଧାରା 310 କ୍ଲଜ 4 କ୍ଲଜ 5 ଆର୍ମସ ଆକ୍ଟରେ ଆମେ ଗୋଟେ କେସ୍ ହେଇଛି। ଆଉ କେସର ତଦନ୍ତ ଚାଲିଛି। ଆଉ ଫର୍ଦର ଇନଭେଷ୍ଟିଗେସନ ହେଲେ ଜଣା ପଡ଼ିବ। ଏବେ ଆମ ପାଖରେ 5 ଜଣ ଅଛନ୍ତି। ଆଉ ବାକି ତ ଏବସ୍କଣ୍ଡ କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ବି ଆମେ ଧରିବୁ। ଆଉ ଅଦର୍ସ ମାନେ ସେ 3-4 ଜଣ ଅଛନ୍ତି ଫେରାର ଅଛନ୍ତି। ସେମାନେ ଆଗରୁ ବିଭିନ୍ନ ଡକାୟତି କେସରେ ଇନଭଲ୍ଭ ଅଛନ୍ତି ଏଇ ନବରଙ୍ଗପୁର ଜିଲ୍ଲା ଆଉ ପଡ଼ୋଶୀ ଜଗଦଲପୁର ଜିଲ୍ଲାରେ। ଏମାନଙ୍କୁ କୋର୍ଟ ଚାଲାଣ କରାହବ ବର୍ତ୍ତମାନ। ବିଭିନ୍ନ ଆଇଟମ୍ ହେଇଛି ଆମର ଯୋଉ ଡକାୟତିରେ ବ୍ୟବହାର ହୁଏ। ଯେମିତି ଏଇଟା ଆପଣମାନେ ଦେଖୁଛନ୍ତି ଏଠି। ଆଉ ବୋଲେରୋ ଗୋଟେ ବାଇକ୍ ଗୋଟେ ସେମାନେ ଆସିଥିଲେ ଏଠି ଡକାୟତି କରିବା ପାଇଁ। ନାଇଁ ଏଇଟା ଆଟେମ୍ପ୍ଟ ପାଇଁ ଆସିଥିଲେ ଡକାୟତି କରିବା ପାଇଁ।